हेलो फ्रेंड्स आपण मानक गोटे नुआ वीडियो स्वागत। ए वीडियो में आपण मानक बताबी कि आपण माने केमिति स्टॉक मार्केट आउ जोड़ा म्यूचुअल फंड रे इन्वेस्ट कर पारिबे। सो सब किछि मु डिटेल्स रे कहबी केमिति कोन आपण माने इन्वेस्ट करबे। सो तो वीडियोटा को आरंभ करबे आगु आपण जदि हम चैनल नुआ के आसंती ता चैनल टी सब्सक्राइब कर दियंतु आ वीडियोटा टिकी भल लागे ता लाइक कर दियंतु। तो चलंतु वीडियोटा को आरंभ करबा। सो हेलो फ्रेंड्स, जोड़ा कि आमे इन्वेस्ट काउ को जोड़ा इन्वेस्ट होची आज आमे जोड़ा कि जो पैसा को आज बचत करबा जोड़ा कि रखिबा ସେଇଟା ଆମ ଫ୍ୟୁଚରରେ କାମ ଦବ। କିନ୍ତୁ ସେ ପଇସାକୁ ଆମେ ଯୋଉଟାକି ଗୋଟିଏ ଡବା କିମ୍ବା ଗୋଟିଏ ବାକ୍ସରେ ଭରିକି ଦେବା, ତାହେଲେ ସେ ପଇସାଟା ଯୋଉଟାକି ବଢ଼ି ପାରିବନି। ଯଦି 10 ଟଙ୍କାଟା ରଖିଦେଇଛା, ତ ସେ 5 ବର୍ଷ ଗଲେ ମଧ୍ୟ 10 ଟଙ୍କା ହିଁ ରହିବ। ତ ଇନଭେଷ୍ଟ କରିବା ନିହାତି ଦରକାର। ଯେମିତି ଆମେ ଯୋଉଟାକି ଗୋଟେ ଷ୍ଟକ୍ କିଣୁଛା, ଯୋଉଟା 10 ଟଙ୍କାରେ ଆଜି ଅଛି 10 ଟଙ୍କା ସେ ଷ୍ଟକ୍‌ର ଦାମ, ତ ଯୋଉଟା 5-6 ବର୍ଷ ପରେ ସେ ଷ୍ଟକ୍‌ଟା 200-300 ଟଙ୍କା ହେଇଯାଇଥିବ। ତ ଆପଣମାନେ ଯୋଉଟାକି କମ୍ପାଉଣ୍ଡିଂରେ ଚଲନ୍ତୁ, ଯୋଉଟାକି କମ୍ପାଉଣ୍ଡିଂ କରି ଦେଖନ୍ତୁ। ଆପଣମାନେ ଯଦି 10 ଯୋଉଟାକି 10 ଟି ଷ୍ଟକ୍ ଉଠାଉଛନ୍ତି 1 ଟଙ୍କାରେ, ଯୋଉଟାକି 10 ଟଙ୍କା ଏବେ ଇନଭେଷ୍ଟ କରିଛନ୍ତି, 5 ବର୍ଷ ଗଲା ପରେ ସେଇ ଷ୍ଟକ୍‌ର ଦାମ ଯଦି ଗୋଟେ ବି ଷ୍ଟକ୍ ଯଦି 10 ଟଙ୍କା ହେଇଯାଇଛି, ଆପଣଙ୍କୁ 10 ଟା ଷ୍ଟକ୍‌ର ଯୋଉଟାକି 100 ଟଙ୍କା ମିଳିଯାଉଛି। ସୋ ସେଭଳି ଯୋଉଟାକି ଆପଣଙ୍କ ଇନଭେଷ୍ଟମେଣ୍ଟଟା ଫ୍ୟୁଚରରେ କାମ ଦେବ। ହେଲା, ଏବେ ଆପଣମାନେ ଯେତେ ଇନଭେଷ୍ଟ କରିବେ ସେ ପଇସାଟା ଯୋଉଟାକି ଇନଭେଷ୍ଟ ଆଗକୁ ଯୋଉଟାକି ବହୁତ କାମ ଦେବ ସେଇଟା। ସୋ ଏଇଟା ହଉଛି ଷ୍ଟକ୍‌ର କଥା। ଯୋଉଟା ମ୍ୟୁଚୁଆଲ ଫଣ୍ଡରେ ଆମେ ଯୋଉଟାକି ଏସ୍ଆଇପି କରିପାରିବା, ଯୋଉଟା ପ୍ରତି ମାସରେ ଆମେ ଯୋଉଟାକି ଗୋଟେ ରିଚାର୍ଜ କଲେ ମଧ୍ୟ 400ରୁ 500 ଟଙ୍କା ଯୋଉଟାକି ଓନ୍ଲି ରିଚାର୍ଜ କରୁଛେ ମୋବାଇଲରେ, ଯୋଉଟାକି ଆମେ ଏଣ୍ଟରଟେନ ପାଇଁ ଆଉ ଯୋଉଟାକି କଲ୍ ଫଲ୍ ପାଇଁ। ତ ଆମେ ଯୋଉଟାକି 500 ଟଙ୍କାଟା ଆମ ଫ୍ୟୁଚର ପାଇଁ ଯୋଉଟାକି ମ୍ୟୁଚୁଆଲ ଫଣ୍ଡରେ ଏସ୍ଆଇପି କରିବା, ତ ଯୋଉଟାକି ବହୁତ ଭଲ ରହିବ। ଠିକ ଅଛି, ଯୋଉଟାକି ଆପଣମାନେ ବହୁତ କମ୍ପାନୀ ଅଛି ଯୋଉଟାରେ ଆପଣମାନେ ପ୍ରତି ମାସରେ 500 ଟଙ୍କା ଯୋଉଟା ମିନିମମ୍ 100 ଟଙ୍କାରୁ ଏସ୍ଆଇପି କରିପାରିବେ। ଆଉ ସେଟାରେ ଯୋଉଟାକି ଆପଣମାନେ ଇନଭେଷ୍ଟ ମଧ୍ୟ କରିପାରିବେ। ଯୋଉଟାକି ଆପଣଙ୍କୁ 3-4 ବର୍ଷର ଯୋଉଟାକି 25%ରୁ 30% ଆପଣଙ୍କୁ ଯୋଉଟାକି ଇନଭେଷ୍ଟମେଣ୍ଟ ରିଟର୍ଣ୍ଣଟା ମିଳିଥାଏ। ଠିକ ଅଛି। ସୋ ତ ଚାଲନ୍ତୁ ମୁଁ ଆପଣଙ୍କୁ ବତାଇବି କେମିତି କ'ଣ ଆପଣମାନେ ଯୋଉଟାକି ଇନଭେଷ୍ଟ କରିବେ। ସୋ ମୁଁ ଆପଣଙ୍କୁ ବତେଇ ଦିଏ। ଫାର୍ଷ୍ଟ ଆପଣଙ୍କୁ ଯୋଉଟାକି ଗୋଟିଏ ଡିମ୍ୟାଟ୍ ଆକାଉଣ୍ଟଟା ଦରକାର ହେବ। ଆପଣମାନଙ୍କୁ ଯୋଉଟାକି ମୁଁ ବେଷ୍ଟ ଯୋଉ ଡିମ୍ୟାଟ୍ ଆକାଉଣ୍ଟଟା ଅଛି ସେଇଟା ହେଉଛି ଏଙ୍ଗେଲ ୱାନ୍। ଏଙ୍ଗେଲ ୱାନ୍ ଯଦି ଆପଣଙ୍କ ପାଖରେ ଆକାଉଣ୍ଟଟା ନାହିଁ, ତାହେଲେ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଯାଇକି ଆକାଉଣ୍ଟଟା ଫାର୍ଷ୍ଟ ଓପନ୍ କରିଦିଅନ୍ତୁ। ଠିକ ଅଛି। ଏଙ୍ଗେଲ ୱାନ୍ ଆପ୍ଲିକେସନରେ ବହୁତ ସୁବିଧା ହୁଏ ଯୋଉଟାକି ଇନଭେଷ୍ଟ କରିବା ପାଇଁ, ଆଉ ଯୋଉଟାକି ସେଟାରେ ବ୍ରୋକରେଜ ବି ବହୁତ କମ୍ ଲାଗେ। ହେଲା, ତ ଆପଣମାନେ ଯୋଉଟାକି ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଯାଇକି ଆକାଉଣ୍ଟଟା ଫାର୍ଷ୍ଟ ଓପନ୍ କରିଦିଅନ୍ତୁ। ତାପରେ ଆପଣମାନେ ଯୋଉଟାକି ଦେଖନ୍ତୁ କି କିପରି ଇନଭେଷ୍ଟ କରାଯାଏ। ସୋ ମୁଁ ଆପଣମାନଙ୍କୁ ମୋ ମୋବାଇଲ ସ୍କ୍ରିନ୍‌କୁ ନେଇଯାଉଛି, ଆଉ ସେଠାରେ ଆପଣଙ୍କୁ ଯୋଉଟାକି ଡିଟେଲ୍ସରେ ବତାଇବି କି ଆପଣମାନେ କିପରି ଯୋଉଟାକି ଅ ଷ୍ଟକ୍‌ରେ ଆଉ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରିପାରିବେ। ସୋ ଚାଲନ୍ତୁ ଭିଡ଼ିଓଟାକୁ ଆରମ୍ଭ କରିବା। ସୋ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଯୋଉଟାକି ଏଙ୍ଗେଲ ୱାନ୍ ଆପ୍‌କୁ ଓପନ୍ କରିଦେଉଛି। ସେଠାରେ ଦେଖନ୍ତୁ କେମିତି କ'ଣ ଇନଭେଷ୍ଟମେଣ୍ଟ କରିବେ। ହେଲା, ଯୋଉଟା ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଯାଇକି ଆପ୍‌ଟିକି ଡାଉନଲୋଡ୍ କରିଦିଅନ୍ତୁ ଆଉ ଆକାଉଣ୍ଟଟା କ୍ରିଏଟ୍ କରିଦିଅନ୍ତୁ। ତ ଆପଣମାନେ ଏଠାରେ ଦେଖିବାକୁ ପାଉଥିବେ ଯୋଉଟା ଷ୍ଟକ୍ ଯୋଉଟାକି ମୋଷ୍ଟ ରେକମେଣ୍ଡେଡ୍, ଯୋଉଟାକି ବେଶୀ ଚାଲିଛି। ହେଲା, ମାର୍କେଟରେ ଯୋଉ ଷ୍ଟକ୍‌ଟା ବେଶୀ ଚାଲିଛି ଏଠାରେ ଶୋ ହେଉଛି। ହେଲା, ଆପଣମାନେ ବି ସର୍ଚ୍ଚ କରିପାରିବେ, ଯୋଉ ସର୍ଚ୍ଚ ବାର୍ ଅଛି, ମୁଁ ସର୍ଚ୍ଚ କରିକି ଆପଣମାନଙ୍କୁ ଦେଖାଉଛି। ଯୋଉଟାକି ଜୋମାଟୋର ସେୟାର ମୁଁ ସର୍ଚ୍ଚ କରୁଛି। ହେଲା, ଦେଖନ୍ତୁ ମୁଁ ଜୋମାଟୋର ସେୟାର ସର୍ଚ୍ଚ କଲି। ଆପଣମାନେ ଦେଖିବାକୁ ପାଉଥିବେ ଏଠାରେ ଜୋମାଟୋର ସେୟାର ଆସିଗଲା। ଆଉ ଏଠାରେ ଆପଣମାନେ ଯୋଉଟା ପ୍ରାଇସ୍ ଚେକ୍ କରିପାରିବେ କେତେ ବର୍ଷରେ କେତେ ଯୋଉଟା ପ୍ରାଇସ୍ ଇନକ୍ରିଜ୍ ହେଉଛି। ବାଇ ନାଉରେ କ୍ଲିକ୍ କରିବେ। ଏଠାରେ ଆପଣଙ୍କୁ କେତେ ସେୟାର ଯୋଉଟାକି କିଣିବାର ଅଛି ସେଇଟା ଦେଇଦେବେ। ଏଠାରେ କ୍ୱାଣ୍ଟିଟିଟା ଏଠାରେ ଦେବେ। ଯୋଉଟା ମୁଁ 5 କ୍ୱାଣ୍ଟିଟି ଦେଲା ପରେ ଏଠାରେ ଆପଣମାନେ ଦେଖିବାକୁ ପାଉଥିବେ ଯୋଉଟାକି କେତେ ଟଙ୍କା ଆସିଯାଉଛି ତଳରେ। ହେଲା, ଆଉ ଏଇଟା ହେଉଛି ଲିମିଟ୍ ଆଉ ମାର୍କେଟ। ଆପଣମାନେ ମାର୍କେଟ ପ୍ରାଇସ୍‌ରେ କିଣିବା ପାଇଁ ଚାହୁଁଛନ୍ତି କି ନିଜ ପ୍ରାଇସ୍‌ରେ କିଣିବା ପାଇଁ ଚାହୁଁଛନ୍ତି। ହେଲା, ଆପଣମାନେ ଦେଖିପାରୁଥିବେ କେତେ କ'ଣ ଚାର୍ଜେସ୍ ଲାଗୁଛି ଆଉ କେତେ କ'ଣ ପେମେଣ୍ଟ କରିବାକୁ ପଡ଼ୁଛି ତଳରେ, ଯୋଉଟାକି ସବୁ କିଛି ଡିଟେଲ୍ସ ଅଛି। ହେଲା, ଆପଣମାନେ ଉପରେ ଦେଖିଥିବେ ଯୋଉଟାକି ଏନ୍ଏସ୍‌ସି ବିଏସ୍‌ସି, ଏଇଠାରେ କିଛି ଯୋଉଟାକି ବଡ଼ ଏକ୍ଜାମ୍ପଲ୍ ନାହିଁ, ଯୋଉଟାକି ଇଜି ସେଟା। ହେଲା, ଆଉ ତଳରେ ଯୋଉଟା ଷ୍ଟପ୍ ଲସ୍ ବଗେରା ସବୁ କିଛି ଅଛି। ଆପଣମାନେ ଆଡ୍ ଫଣ୍ଡ କରିକି ଯୋଉଟାକି ବାଇ ନାଉ କରିପାରିବେ। ହେଲା, ଆପଣମାନେ ଏପରି ଯୋଉଟାକି ଷ୍ଟକ୍‌ରେ ଇନଭେଷ୍ଟ କରିପାରିବେ, ଯେକୌଣସି ଷ୍ଟକ୍ ବି ଏପରି କିଣିପାରିବେ। ଏବେ ଆସୁଛି ମ୍ୟୁଚୁଆଲ ଫଣ୍ଡ। ମ୍ୟୁଚୁଆଲ ଫଣ୍ଡରେ ଆପଣମାନେ ଇନଭେଷ୍ଟ କେମିତି କରିବେ ଦେଖନ୍ତୁ। ଦେଖନ୍ତୁ ଫ୍ରେଣ୍ଡସ୍, ଯୋଉଟା ମ୍ୟୁଚୁଆଲ ଫଣ୍ଡ ଆପଣମାନେ ଦେଖିବାକୁ ପାଉଥିବେ ଯୋଉଟା ରେକମେଣ୍ଡ ଅଛି।
ହେଲା। ତ ମୋତିଲାଲ ଓସ୍ୱାଲ ଯେଉଁଟା ଟ୍ରେଣ୍ଡିଂରେ ଚାଲିଛି ଯେଉଁ ମ୍ୟୁଚୁଆଲ୍ ଫଣ୍ଡଟା ସେଟା ଆମେ ଯେଉଁଟାକି କ୍ଲିକ୍ କରିବା ମୋତିଲାଲ ଓସ୍ୱାଲ ଯେଉଁ ମ୍ୟୁଚୁଆଲ୍ ଫଣ୍ଡଟା ହେଲା। ଆଉ ମ୍ୟୁଚୁଆଲ୍ ଫଣ୍ଡ ଶିଖିବା ପାଇଁ ହେଲେ କମେଣ୍ଟ କରିଦିଅନ୍ତୁ, ମୁଁ ଭିଡ଼ିଓ ଆଣିବି ଯେଉଁଟାକି କେଉଁ ଫଣ୍ଡରେ ଆପଣମାନେ ଇନଭେଷ୍ଟ କରିପାରିବେ ସବୁ କିଛି ଡିଟେଲ୍ସରେ କହିବି ହେଲା। ଏଠାରେ ଆପଣମାନେ ଯେଉଁଟାକି SIP କରିପାରିବେ। ଆଉ ଆପଣମାନେ ଏଠାରେ ଦେଖନ୍ତୁ ଯେଉଁଟାକି ଡେଟ୍ ହେଲା, ମାସର କେତେ ତାରିଖରେ ବାନ୍ଧିବେ, ଯେମିତି 1 ତାରିଖ ମୁଁ କରିଦେଲି ହେଲା, ଯେଉଁଟାକି SIP 500 ଆପଣମାନେ ଏଠାରେ ଦେଖିପାରୁଥିବେ କେତେ ଟଙ୍କା ବାନ୍ଧିବେ ଆଉ କେତେ ଟଙ୍କା ଆପଣଙ୍କ ଯେଉଁଟାକି ଏବେ ଯେତେ ଇଣ୍ଟରେଷ୍ଟ ରେଟ୍ ଅଛି ସେ ହିସାବରେ ଗୋଟେ କାଲକୁଲେସନ୍ ହେଇଯାଇଛି, ଏଇଟା ଆପଣମାନେ ଦେଖିପାରୁଥିବେ ହେଲା। ଏଠାରେ ଯେଉଁଟାକି ବହୁତ ଇଜି, ଯେଉଁଟାକି ଷ୍ଟାର୍ଟ SIPରେ କ୍ଲିକ୍ କଲା ପରେ ଆପଣଙ୍କୁ ପେମେଣ୍ଟ କରିଦେବାର ଅଛି। ମୁଁ ଆଉ ଗୋଟେ SIP ଯେଉଁଟା ମ୍ୟୁଚୁଆଲ୍ ଫଣ୍ଡ ଦେଖିକି ନେଉଛି, ଆପଣମାନେ ଦେଖିପାରୁଥିବେ ଯେଉଁଟାକି SBIର ମୁଁ ନେଉଛି ହେଲା। ଆପଣମାନେ ଏଠାରେ ସିଧା ଦେଖିପାରୁଥିବେ ଯେଉଁଟାକି 5 ବର୍ଷ ଏଇଟାକୁ ବାନ୍ଧିବାକୁ ପଡ଼ିବ ହେଲା। 5 ବର୍ଷ ଯେଉଁଟାକି ବର୍ଷ ପୁରିଲା ପରେ ଆପଣମାନେ ଏଇ ପଇସାକୁ ୱିଥଡ୍ରଲ୍ କରିପାରିବେ। ଆପଣମାନେ ଦେଖିପାରୁଥିବେ ଏଠାରେ ଯେତେ ଟଙ୍କା ଯେଉଁଟାକି ବାନ୍ଧିବେ ହେଲା, ମାନି ନିଅନ୍ତୁ 10,000 ବାନ୍ଧିବେ ଆପଣମାନେ, ତାହେଲେ ଆପଣମାନଙ୍କୁ ଯେଉଁଟାକି ଇଣ୍ଟରେଷ୍ଟ ରେଟ୍ ମିଳିକି 20,000 ହେଲେ ଯେଉଁଟାକି 5 ବର୍ଷ ପରେ ଆପଣମାନେ ଉଠାଇ ପାରିବେ ଏଇ ପଇସାକୁ। ଯଦି 5 ବର୍ଷରୁ ଆଗରୁ ଉଠାଉଛନ୍ତି ପଇସାଟାକୁ ତାହେଲେ ଆପଣଙ୍କୁ ଚାର୍ଜେସ୍ ଲାଗିବ, ବୁଝିଲେ ନା। ତ ଯେଉଁଟାକି ଆପଣଙ୍କ ଯେତେ ଡେଟ୍ ଥିବ ସେ ଡେଟ୍ ପୁରିଲେ ଆପଣମାନେ ଏଇ ପଇସାକୁ ଉଠାଇଲେ କୌଣସି ବି ଚାର୍ଜେସ୍ ଲାଗିବ ନାହିଁ। ତ ଆପଣମାନେ ଏପରି ଯେଉଁଟାକି ଇନଭେଷ୍ଟ କରିପାରିବେ ଯେଉଁଟାକି ଷ୍ଟକ୍ରେ ଆଉ ମ୍ୟୁଚୁଆଲ୍ ଫଣ୍ଡରେ, ଠିକ୍ ଅଛି। ତ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ କହିବେ। ଆଉ ଭିଡ଼ିଓଟା ଟିକେ ଭଲ ଲାଗେ ତାହେଲେ ଲାଇକ୍ କରିଦେବେ। ଆଉ ଗୋଟେ ଭିଡ଼ିଓ ଦେଖା ହେବା। ଥ୍ୟାଙ୍କସ୍ ଫର୍ ୱାଚିଂ।